ମଲ୍ଲିପୋଷିରେ ରଥଯାତ୍ରା ପାଇଁ ରଥ କାର୍ଯ୍ୟର ଶୁଭାରମ୍ଭ। ମଲ୍ଲିପୋଷିର ପବିତ୍ର ରଥଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟାରେ ରଥ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ସର୍ବପ୍ରଥମେ ହଜାର ହଜାର ସଂଖ୍ୟାରେ ମା ଭଉଣୀମାନଙ୍କ ଦ୍ୱାରା ମୁସାଖୁରିସ୍ଥ ମା ବାସୁଦେବଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସେମାନଙ୍କୁ ବନ୍ଦାପନା କରି ଜଗନ୍ନାଥ ମନ୍ଦିର ତରଫରୁ ସ୍ୱାଗତ କରାଯିବା ସହିତ ତିନି ରଥର ରଥ କାଠ ନିମନ୍ତେ ଦଇତାପତି ସେବକ ଓ ମହାରଣା ସେବକମାନଙ୍କୁ ଭକ୍ତବୃନ୍ଦଙ୍କ ଦ୍ୱାରା ବନ୍ଦାପନା କରି ବନଯାଗ ଯାତ୍ରା ପାଇଁ ରାଜା ରବିନାରାୟଣ ସିଂ ଏବଂ ମୁଖ୍ୟ ପୂଜକ କୁଳମଣି ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରଭୁଙ୍କ ଧଣ୍ଡାମାଳ ଦେଇ ବନକୁ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ତତ୍ପରେ ରଥକାଠ ଆସିବା ପରେ ମଲ୍ଲିପୋଷି ମୁସାଖୁରୀ ଗ୍ରାମ ଦେଇ ଆସିବା ବେଳେ ସମସ୍ତ ଭକ୍ତ ସେହି ଦାରୁକୁ ବନ୍ଦାପନା କରିଥିଲେ। ଏହି କାର୍ଯ୍ୟକୁ ସର୍ବଶ୍ରୀ ଦେହୁରୀ, ବନମାଳୀ ନାୟକ, ମଧୁସୂଦନ ଗଡ଼ନାୟକ, ରଞ୍ଜନ କୁମାର ବାରିକ, ମଙ୍ଗୁଳୁ ମହାନ୍ତ, ମନୋରଞ୍ଜନ ମହାନ୍ତ, ନବକିଶୋର ରଣା, ମନ୍ମଥ ରଣା, ଅନାଦି ମହାନ୍ତ, ବୈରାଗୀ ରଣା, ସୁଦର୍ଶନ ନାୟକ ଆଦି ସହଯୋଗ କରିଥିବା ବେଳେ ଯଜ୍ଞ କାର୍ଯ୍ୟରେ କର୍ତ୍ତା ଭାବେ ପାର୍ଥସାରଥୀ ବେଦ ଓ ଦୀପ୍ତିମୟୀ ବେଦ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ମା ଭଉଣୀଙ୍କ ତରଫରୁ ଦୀପ୍ତିମୟୀ ନାୟକ, ସୂର୍ଯ୍ୟମଣି ବେଦ, ବିଷ୍ଣୁପ୍ରିୟା ବେଦ, ସୁନ୍ଦରୀ ରଣା, ସେବ ରଣା, କବିତା ରାଉତ, କଳାବତୀ ପଣ୍ଡା, ଲକ୍ଷ୍ମୀରାଣୀ ଷଡ଼ଙ୍ଗୀ, ପାର୍ବତୀ ରଣା, ମନ୍ଦୋଦରୀ ରଣା, ହେମ ରଣା, ରଶ୍ମିତା ରଣା ଆଦି ସହଯୋଗ କରିଥିଲେ। ପାଟଣାରୁ ରଞ୍ଜନ ବାରିକଙ୍କ ରିପୋର୍ଟ, କେଳୁ ନିଜୁଡ଼ିଆ। ଏବଂ ଶଙ୍କରାଚାର୍ଯ୍ୟଙ୍କର ଆଶୀର୍ବାଦ ଫଳରେ ପ୍ରଥମରୁ ଆମେ ଏ ରଥ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଭୁଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯେଉଁ କାର୍ଯ୍ୟକ୍ରମ ଏକ ଦେବଦୁର୍ଲଭ କାର୍ଯ୍ୟକ୍ରମ, କାହିଁକିନା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର କୋଟି ତାଙ୍କର ଯେଉଁ ଅନୁମତି, ଯାହାକି ଆଜି ସାରା ଓଡ଼ିଶାରେ ଆମ ମଲ୍ଲିପୋଷିର ସୁନାମ ଅଛି ଏବଂ ତାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆଜି ବନଯାଗ ଯାତ୍ରା ହେବ। ମା ଭଉଣୀମାନଙ୍କ ଦ୍ୱାରା ଆମର ପବିତ୍ର ମା ବାସୁଦେବଙ୍କ ପୀଠରୁ ଆଜ୍ଞାମାଳ ଆସି ସାରିବା ପରେ ବର୍ତ୍ତମାନ ଯେଉଁ ସେବାୟତମାନେ ଅଛନ୍ତି, ସେବାୟତମାନେ ବନଯାଗ ଯାତ୍ରା ଯିବେ ଏବଂ ସେହି ବନଯାଗ ଯାତ୍ରା ପାଇଁ ସେମାନଙ୍କୁ ସ୍ୱାଗତ ମଧ୍ୟ କରାଯାଇଛି ଜଗନ୍ନାଥଙ୍କର ମନ୍ଦିର। ଯେ ସାର୍ ବର୍ତ୍ତମାନ ଆପଣଙ୍କର ମଲ୍ଲିପୋଷି ରଥ ଓଡ଼ିଶା କ'ଣ